ଖଣିଜ ପରିବହନରେ ଅବ୍ୟବସ୍ଥା। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ କାର୍ଯ୍ୟକ୍ଷମ ଥିବା ବିଭିନ୍ନ ଖଣିରୁ ପ୍ରତିଦିନ ହଜାର ହଜାର ମେଟ୍ରିକ୍ ଟନ୍ ଲୁହାପଥର ବିଭିନ୍ନ ରେଲୱେ ସାଇଡିଂ ଓ କଳକାରଖାନାକୁ ପରିବହନ ହୋଇଥାଏ। ଏଥିସହିତ କଳକାରଖାନାରୁ ଉତ୍ପାଦନ ହେଉଥିବା ପେଲେଟ୍, ସ୍ପଞ୍ଜ ଆଇରନ୍ ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ନିମନ୍ତେ ବିଭିନ୍ନ ରେଲୱେ ସାଇଡିଂକୁ ପରିବହନ ହୋଇଥାଏ। ଏହି ପରିବହନ କାର୍ଯ୍ୟ ନିମନ୍ତେ ମୁଖ୍ୟତଃ ଯୋଡ଼ା ବାମେବାରୀ ମୁଖ୍ୟ ରାସ୍ତା, ଯୋଡ଼ା ଖଣି ମଣ୍ଡଳ ହୋଇ ଅତିକ୍ରମ କରିଥିବା 520 ନମ୍ବର ଜାତୀୟ ରାଜପଥ, ଯୋଡ଼ା ବଡ଼ବିଲ ମୁଖ୍ୟ ରାସ୍ତା ଓ ବଡ଼ବିଲ ବଲାଣି ମୁଖ୍ୟ ରାସ୍ତାକୁ ବ୍ୟବହାର କରାଯାଏ। ତେବେ ଖଣିଜ ପରିବହନ ଦ୍ୱାରା ଅଞ୍ଚଳବାସୀ ଯେପରି ପ୍ରଭାବିତ ନ ହୁଅନ୍ତୁ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ କେତେକ ନିୟମ ରହିଛି। ପରିବହନ ନିମନ୍ତେ ଗାଡ଼ିରେ ବୋଝେଇ ହେଉଥିବା ଖଣିଜ ସମ୍ପଦକୁ ଭଲ ଭାବେ ଢାଙ୍କି ସୁରକ୍ଷିତ ଭାବେ ପରିବହନ କରାଯିବାର ନିୟମ ରହିଛି। ମାତ୍ର କେତେକ ଗାଡ଼ି କର୍ମଚାରୀ ଓ ପରିବହନ ସଂସ୍ଥା କୌଣସି ନିୟମ ମାନୁନଥିବା ବେଳେ ଖଣି କର୍ତ୍ତୃପକ୍ଷ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ତେଣୁ ସଡ଼କ ପଥରେ ପରିବହନ ସମୟରେ ବହୁଳ ପରିମାଣରେ ଲୁହାପଥର ଓ ପେଲେଟ୍ ରାସ୍ତାଘାଟର ବିଭିନ୍ନ ସ୍ଥାନରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଇବା ସହିତ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହେଉଛି।